ଆଜିଠାରୁ ଆରମ୍ଭ ହେଲା ଜନଗଣନାର ଶୁଭାରମ୍ଭ। ସମସ୍ତ ଜିଲ୍ଲାପାଳମାନେ ନାଗରିକମାନଙ୍କୁ ଅନୁରୋଧ କରୁଛନ୍ତି କି ସ୍ୱ ଜନଗଣନାରେ ଭାଗ ନେବାକୁ। ତେବେ ସ୍ୱ ଜନଗଣନାଟି ଆମର ଏପ୍ରିଲ ମାସ 1 ପାଖରୁ ଆରମ୍ଭ ହୋଇ ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଚାଲୁ ରହିବ, ଯେଉଁଥିରେ କି ନାଗରିକମାନେ sc.census.gov.in ଲଗ୍ଇନ୍ କରିକି ନିଜର ସ୍ୱ ଜନଗଣନାରେ ସାମିଲ ହୋଇପାରିବେ, ଯେଉଁଥିରେ କି ସେମାନଙ୍କୁ ମାତ୍ର 33 ଗୋଟି ପ୍ରଶ୍ନର ଉତ୍ତର ଦେଇକି ସ୍ୱ ଜନଗଣନାରେ ଭାଗ ନେଇପାରିବେ ବା ସାମିଲ ହୋଇପାରିବେ। ଚଳିତ ଥର ସମ୍ପୂର୍ଣ୍ଣ ଭାବରେ ଡିଜିଟାଲାଇଜେସନ ରୂପରେ ଜନଗଣନାଟି କାର୍ଯ୍ୟକାରୀ ହେଉଅଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ ଯାହାକି ଆମର ଏପ୍ରିଲ ମାସ 16 ତାରିଖ ପାଖରୁ ଆରମ୍ଭ କରିକି ମେ ମାସ 15 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ଡୋର ଟୁ ଡୋର କ୍ୟାମ୍ପେନ୍ କରିକି ଅଧିକାରୀମାନେ ଜନଗଣନା କରିବେ, ଯେଉଁଥିରେ କି ଯେଉଁ ହିତାଧିକାରୀମାନେ ସ୍ୱ ଜନଗଣନା ଭାଗ ନେଇନଥିବେ ସେମାନେ ସେଥିରେ ସମ୍ପୂର୍ଣ୍ଣ ରୂପରେ ସାମିଲ ହୋଇପାରିବେ ଏବଂ ସେମାନଙ୍କୁ 33 ଗୋଟି ପ୍ରଶ୍ନ ଅଧିକାରୀମାନେ ପଚାରିବେ, ଯାହାର ଉତ୍ତର ଜନସାଧାରଣମାନଙ୍କୁ ରଖିବା ଲାଗି ପଡ଼ିବ। କୌଣସି ପ୍ରକାର ଅସୁବିଧା ନାହିଁ। ଆମେ ଆଜି ଜାଣିବା ସେ 33 ଗୋଟି ପ୍ରଶ୍ନ କ'ଣ ରହିବ ଏବଂ ତାର ଉତ୍ତର ମଧ୍ୟ କ'ଣ ରହିବ। ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଡିଟେଲ୍ସରେ ଆପଣମାନଙ୍କୁ ଜଣାଇଛୁ। ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନେ ମଧ୍ୟ 33 ଗୋଟି ପ୍ରଶ୍ନ ସଠିକ ଭାବରେ ଉତ୍ତର ଦେଇପାରିବେ। କିଛି କଷ୍ଟ ପ୍ରଶ୍ନ ନାହିଁ, ଅତି ସହଜ ପ୍ରଶ୍ନ ଅଛି। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଡିଟେଲ୍ସ କ'ଣ ରହିଛି। ତେବେ ମୁଁ ପ୍ରଭାତ ଆଜି ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓକୁ। ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ସତ୍ୟ ବା ଭଲ ଲାଗିଥାଏ ନିହାତି ଗୋଟେ ଲାଇକ୍ କରିବେ। ଚ୍ୟାନେଲ ଯଦି ଆପଣ ନୂଆ ଆସିଛନ୍ତି ତେବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରିବାକୁ ଭୁଲିବେ ନାହିଁ। ତ ଚାଲନ୍ତୁ 33 ଗୋଟି ପ୍ରଶ୍ନ କ'ଣ ରହିଛି ଦେଖି ରଖନ୍ତୁ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ଏଠି ଆପଣ ସ୍କ୍ରିନ୍ ଉପରେ ଦେଖିପାରୁଥିବେ ପ୍ରଥମ ପ୍ରଶ୍ନ, କୋଠା ଘର ନମ୍ବର। ଆପଣଙ୍କ କୋଠା ଘର ନମ୍ବର କେତେ ଆପଣ ତାକୁ ଦେବେ। ଯଦି ଆପଣଙ୍କର 1 ଅଛି, 2 ଅଛି, 3 ଅଛି, ଯାହା ବି ଆପଣଙ୍କ ସଂଖ୍ୟା ଥିବ ଆପଣ ତାକୁ ରଖିବେ। ଜନଗଣନା ଘର ସଂଖ୍ୟା ନମ୍ବର, ଜନଗଣନା ଘର ସଂଖ୍ୟା ନମ୍ବର ମଧ୍ୟ ଏଠି ଆପଣମାନଙ୍କୁ ଦେବା ଲାଗି ପଡ଼ିବ। ତାପରେ ଆମର ରହିଲା ଜନଗଣନା ଗୃହ ମହଲାର ପ୍ରମୁଖ ସାମଗ୍ରୀ। ଠିକ ଅଛି, ଆପଣଙ୍କ ଯେଉଁ ଘରଟି କୋଉ ସାମଗ୍ରୀରେ ପ୍ରସ୍ତୁତ ହୋଇଛି, ଇଟା, ମାଟି, କୌଣସି କାଠରେ, କୌଣସି ଏଥିରେ ତିଆରି ହେଇଛି ଆପଣ ତାକୁ ଜଣେଇବେ। ତା ସହିତ ଜନଗଣନା ଗୃହ କାନ୍ଥର ପ୍ରମୁଖ ସାମଗ୍ରୀ, ଆପଣ ଯେଉଁ କାନ୍ଥଟି ଅଛି ସେଟା ଇଟା କାନ୍ଥ, ମାଟି କାନ୍ଥ କିମ୍ବା କାଠ କାନ୍ଥ, ତାକୁ ମଧ୍ୟ ଆପଣ ଜଣେଇବେ। ତା ସହିତ ଜନଗଣନା ଗୃହରେ ଛାତର ପ୍ରମୁଖ ସାମଗ୍ରୀ। 5 ନମ୍ବର ପ୍ରଶ୍ନ, ଛାତରେ ଆପଣଙ୍କର କୋଉ ଛାତ, ଟାଇଲ ଛାତ କି ନଡ଼ା ଛପର ଛାତ କି ଆପଣ କଂକ୍ରିଟ ଛାତ, ତାକୁ ମଧ୍ୟ ସେଥିରେ ଜଣେଇବେ। ଜନଗଣନା ଗୃହର ବ୍ୟବହାର, ଏହି ଗୃହଟି ଆପଣ କ'ଣ ବ୍ୟବହାର ରହିବା ପାଇଁ ବ୍ୟବହାର କରୁଛନ୍ତି କି ଅନ୍ୟ କୌଣସି ପାଇଁ ବ୍ୟବହାର ତାକୁ ମଧ୍ୟ କରୁଛନ୍ତି। ଜନଗଣନା ଗୃହର ଅବସ୍ଥା, ପରିବାରର ନମ୍ବର ଆପଣ ଜଣେଇବେ। ତାପରେ ପରିବାର ସାଧାରଣ ରହୁଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା, ପରିବାରର ମୁଖ୍ୟଙ୍କ ନାମ, ଯିଏ ଆପଣଙ୍କ ପରିବାରର ମୁରବୀ ବା ମୁଖ୍ୟ ତାଙ୍କର ନାମ ଆପଣ ଜଣେଇବେ। ପରିବାରର ମୁଖ୍ୟଙ୍କ ଲିଙ୍ଗ, ମାନେ ଆପଣଙ୍କ ଯେଉଁ ଅଛନ୍ତି ମୁରବୀ ତାଙ୍କର ସ୍ତ୍ରୀଲିଙ୍ଗ, ପୁରୁଷ ଲିଙ୍ଗ କି ଆପଣଙ୍କ ସମଲିଙ୍ଗ, ତାକୁ ମଧ୍ୟ ଆପଣ ଜଣେଇବେ। ପରିବାରର ମୁଖ୍ୟ ଜାତି, ସେ କୋଉ ଜାତିର ବିଲଙ୍ଗ, SC ST OBC କି କୋଉ ଜାତିର ସେ ବିଲଙ୍ଗ, ତାକୁ ମଧ୍ୟ ଜଣେଇବେ। ମାଲିକାନା ସ୍ଥିତି, ସେଟା ଆପଣ ନିଜର ମାଲିକାନା ଅଛନ୍ତି କିମ୍ବା ଆପଣ ସେଟା ଭଡ଼ା ଘରେ ରହୁଛନ୍ତି, ତାକୁ ମଧ୍ୟ ଆପଣ ଜଣେଇବେ। ପରିବାରରେ କେବଳ ଅଧିକାର ଥିବା ବାସଗୃହ ସଂଖ୍ୟା, ଆପଣ ଟୋଟାଲ ଯେତେଟା ରୁମ୍ ଆପଣଙ୍କର ଅଛି ବା ବେଡରୁମ୍ ଆପଣଙ୍କର ଅଛି ତାକୁ ମଧ୍ୟ ଆପଣ ସେଥିରେ ଜଣେଇବେ। ପରିବାରରେ ରହୁଥିବା ବିବାହିତ ଦମ୍ପତିଙ୍କ ସଂଖ୍ୟା, ମାନେ କେତେ ପରିମାଣରେ ଯେଉଁ ଘରଟେ ଆପଣ ଦର୍ଶାଇଛନ୍ତି ସେ ଘରେ କେତେ ପରିମାଣ ବିବାହିତ ଦମ୍ପତି ବା ବିବାହିତ ଲୋକ ରହୁଛନ୍ତି। ଏହାପରେ 16 ନମ୍ବର ପ୍ରଶ୍ନ, ପାନୀୟ ଜଳର ମୁଖ୍ୟ ଉତ୍ସ, ଆପଣ ସରକାରୀ ପାଣି ବ୍ୟବହାର କରୁଛନ୍ତି ବସୁଧା ଯୋଜନାରୁ କିମ୍ବା ଆପଣ ନିଜସ୍ୱ ଟ୍ୟୁବୱେଲ୍ ଅଛି ତାକୁ ମଧ୍ୟ ଆପଣ ଜଣେଇବେ। ତା ସହିତ ଅଛି ପାନୀୟ ଜଳ ଉତ୍ସର ଉପଲବ୍ଧ, ଠିକ ଅଛି, ମାନେ ଆପଣଙ୍କର କୋଉ ଜଳ ଆପଣ ମାନେ ଉପଲବ୍ଧ କରିପାରୁଛନ୍ତି, ଭୂତଳ ଜଳ କି ଆପଣ ଟାଙ୍କି ୱାଟର ବ୍ୟବହାର କରୁଛନ୍ତି, ଏସବୁ ମଧ୍ୟ ଜଣେଇବେ। 18 ନମ୍ବର ହେଉଛି ଆଲୋକର ମୁଖ୍ୟ ଉତ୍ସ, ଆପଣଙ୍କର ଆଲୋକଟା ସୋଲାର ଅଛି କିମ୍ବା ଆପଣ ଗଭର୍ଣ୍ଣମେଣ୍ଟ ଯେଉଁ ବିଦ୍ୟୁତ ପ୍ରଦାନ କରୁଛି ତାକୁ ଆପଣ ବ୍ୟବହାର କରୁଛନ୍ତି, ଠିକ ଅଛି। ପାଇଖାନାର ସୁବିଧା, ଆପଣଙ୍କ ପାଇଖାନା ଅଛି କି ନାହିଁ। ପାଇଖାନାର ପ୍ରକାର, ଆପଣ ପାଇଖାନା ପ୍ରକାର ମାନେ ହେଉଛି ଆପଣଙ୍କର କୋଉ ଭଳି ପାଇଖାନା ଆପଣ ପାଇଛନ୍ତି। ଅପଚୟ ଜଳର ନିଷ୍କାସନ, ଆପଣଙ୍କ ଯେଉଁ ୱେଷ୍ଟ ପାଣି ବାହାରୁଅଛି ତାକୁ ଆପଣ କେମିତି ଭାବରେ ନିଷ୍କାସନ କରୁଛନ୍ତି। ତାପରେ ଦେଖନ୍ତୁ ଏଠି ଆସିଲା ଗାଧେଇବା ସୁବିଧା ଉପଲବ୍ଧ ଅଛି, ଆପଣଙ୍କ ଘରେ ବାଥରୁମ୍ ଅଛି କି ନାହିଁ କି ଆପଣ ପୋଖରୀ କିମ୍ବା ନଦୀରେ ଯାଇକି ଗାଧୁଆ ପାଧୁଆ କରୁଛନ୍ତି। 23 ନମ୍ବର ପ୍ରଶ୍ନ, ରୋଷେଇ ଘର LPG PNG ସଂଯୋଗର ଉପଲବ୍ଧ ଅଛି କି ନାହିଁ। ଦେଖନ୍ତୁ ରୋଷେଇ ଘର LPG PNG ଆପଣ ଯଦି ଆମର ଗଭର୍ଣ୍ଣମେଣ୍ଟ ଯେଉଁ ଯୋଜନା ଅଛି ସେଥିରେ ଆପଣ ଯଦି ନେଇଥିବେ ଉଜ୍ଜ୍ୱଳା ଯୋଜନା ତାକୁ ମଧ୍ୟ ଆପଣ ଜଣାଇବେ। ଯଦି ଆପଣ ପ୍ରାଇଭେଟ କନେକ୍ସନ ଅଛନ୍ତି ତାକୁ ମଧ୍ୟ ଆପଣ ଏଠାରେ ଜଣାଇବେ। 24 ନମ୍ବର ହେଉଛି ରୋଷେଇ ଘର ପାଇଁ ବ୍ୟବହୃତ ମୁଖ୍ୟ ଇନ୍ଧନ, ଆପଣ କାଠରେ, କୋଇଲାରେ କିମ୍ବା ଆପଣ ଗ୍ୟାସରେ କିମ୍ବା ଆପଣ ଷ୍ଟୋଭରେ ବ୍ୟବହାର କରନ୍ତି, ଯାହା ବି ଆପଣ ବ୍ୟବହାର କରୁଛନ୍ତି ତାକୁ ମଧ୍ୟ ଆପଣ ଜଣାଇବେ। ରେଡ଼ିଓ ଟ୍ରାଞ୍ଜିଷ୍ଟର, ଆପଣଙ୍କର ରେଡ଼ିଓ ଅଛି କି ନାହିଁ, ଟିଭି ଅଛି କି ନାହିଁ, ତାକୁ ମଧ୍ୟ ଆପଣ ଜଣାଇବେ। 26 ନମ୍ବର ଦେଖନ୍ତୁ ଟିଭି ଅଛି। 27 ନମ୍ବର ଇଣ୍ଟରନେଟ୍ ପ୍ରବେଶ, ଆପଣଙ୍କ ଘରେ ଇଣ୍ଟରନେଟ୍ ମିନ୍ସ ୱାଇଫାଇ ଆପଣ ବ୍ୟବହାର କରୁଛନ୍ତି କି ନାହିଁ ତାକୁ ମଧ୍ୟ ଆପଣ ଜଣାଇବେ। 28 ନମ୍ବର ହେଉଛି ଲ୍ୟାପଟପ୍, କମ୍ପ୍ୟୁଟର କିମ୍ବା ଆପଣ ଡିଜିଟାଲ କିଛି ଜିନିଷ ଆପଣଙ୍କ ପାଖରେ ଅଛି କି ନାହିଁ ତାକୁ ମଧ୍ୟ ଆପଣ 28ଟି ପ୍ରଶ୍ନରେ ଜଣାଇବେ। ତେବେ ତାପରେ ଦେଖନ୍ତୁ 29 ନମ୍ବର ପ୍ରଶ୍ନ,
टेलीफोन मोबाइल फोन स्मार्टफोन आपण घर केतला लैंडफोन अच्छे केतला मोबाइल फोन अच्छे केतला स्मार्टफोन अच्छे ताको मध्ये आपण जणैबे 30 नंबर प्रश्न होचे साइकिल स्कूटर मोटरसाइकिल मोपेड देखंतु साइकिल स्कूटर मोटरसाइकिल बा फोर व्हीलर आपण जहाँ पे आपण घर अच्छे ताको मध्ये आपण एतरे जणैबे 31 नंबर प्रश्न देखो कार जीप भ्यान ताको मध्ये आपण जणैबे घरे व्यवहृत ता मुख्य शस्य माने आपण घरे धान चाउल कि गहम जे कोनोसी शस्य आपण व्यवहार ताको मध्ये आपण एतरे जणैबे तापर देखंतु 33 नंबर होची मोबाइल नंबर केवल जनगणना संपर्कित जोगाजोग पई ठीक अछि ए जे मोबाइल नंबर आपण देबे से मोबाइल नंबर होची केवल जनगणना पे आपण पाख जो ओटीपी आसो बा जो नंबर आसो सेटा पे आपण माने एटाको मोबाइल नंबर टिको देबा पे पड़िबो जनगणना 2027 देखंतु संपूर्ण भाबरे इलेक्ट्रॉनिक्स भाबरे जातिगत तथ्य संग्रह करिबो सरकार पूर्व मध्ये कहिथिले प्राय 30 लाख जनगणनाकारी द्वारा कराइथा प्रथम डिजिटल जनगणनार उन्नत गुणवत्ता डाटा सुनिश्चित करिया पे मोबाइल एप्लिकेशन व्यवहार करी तथ्य संग्रह करा जो जहा एंड्रॉइड एवं आईओएस उभय संस्करण उपलब्ध रहइबो आपनको पूर्व कहिथिले ए जो चलित वर्ष जनगणना हेउछि संपूर्ण भाव डिजिटल हब जो कि अधिकारी मैंने आसिक संपूर्ण भाव में करेंगे और निजे आपण जाकि sc.census.gov.in आपने निजस्व स्व जनगणना करेंगे यह 33 प्रश्न ए 33 प्रश्न को किपरि आमे निजे स्वगणना sc.census.gov.in रे आमे आपण मानकु माने लॉगिन करके देखाइ अछि आपण माने मध्ये से भली स्वगणना करि परिबे नेक्स्ट वीडियो आपण जणाइ अछि ए 33 गोटी प्रश्न आपण माने ए वीडियो रे जानिबाकू पाइ परिछंती तेबे प्रिय दर्शक बंधु मु भाबुची आपण समस्त 33 गोटी प्रश्न पाइथिबे एवं तार मध्ये उत्तर मध्ये आपण माने पाइ परिथिबे तेबे एई भली भाबे निजर 33 गोटी प्रश्न आपण निजे मध्ये sc.census.gov.in जाय के निया देई परिबे एवं नहले आपण एप्रिल मास 16 तारिख पर्यंत अपेक्षा करंतु जो अधिकारी माने आसीबे तांको मध्ये आपण प्रश्न पचारिबे से प्रश्न उत्तर मध्ये आपण रखि कि निजर सेंसस बा जनगणना भाग नै परिबे शामिल होई परिबे एहा थिला आजिका संपूर्ण वीडियो रो सूचना जदि आपण मानक वीडियोटी भल लागते पुणी आपण मानक आउथर अनुरोध करूछि गोटे लाइक करेंगे चैनल आप नुआ आछन तब सब्सक्राइब करि पाके बेल आइकन प्रेस करिया को भूलिबे नहीं थैंक यू जय जगन्नाथ जय श्री राम।